আজি ঋষভগৃহକୁ କରିଛ ପ୍ରବେଶ। ଏ ରାଜା ଦଶରଥ ହେଉଛି ଏ ଅଯୋଧ୍ୟା ନଗରୀର ରାଜା, ମହାବୀର ସତ୍ୟବାଦୀ, ଅତୁଳେ ଐଶ୍ୱର୍ଯ୍ୟ ନିୟମର ଏହି ଅଯୋଧ୍ୟା ନଗରୀ ତମେ ଯଦି କହିଥାନ୍ତ, ଆରେ ତମେ ଯଦି କହିଥାନ୍ତ ମୁଁ ଆକାଶରୁ ଚନ୍ଦ୍ର ଆଣି ଦେଇଥାନ୍ତି। କାହିଁକି ଆଜି ଋଷଭଗୃହକୁ କରିଛ ପ୍ରବେଶ? କଣ କହି କହିକେଇ? ଆରେ ମାନ ଭାଗ୍ୟ କହିକେଇ ভাগিলে গণি দেবী ভজিলে ঘুমিয়ানি ধীরে গণি দেবী ভজিলে ঘুমিয়ানি শ্রেণী মন্ত্রে পাই পাই ଏ ରାଜା ଦଶରଥ ପାଖରେ କଣ ବା ଅଭାବ ଅଛି? ହୀରା ନୀଳ ମୋତି ମାଣିକ୍ୟ ବୈଦୁର୍ଯ୍ୟ ତମେ ଯାହା କହିବ ମୁଁ ହସି ହସି କରିବି ପ୍ରଦାନ। ଆରେ କଣ ପାଇଁ କେଉଁଥିପାଇଁ ଆଜି କରିଛ ପ୍ରବେଶ? ଆରେ କୁହ, ଆରେ କହିବୁ କାହିଁକି? महाराज, हाँ आम तीन राणी भितर तुम्हें मत अधिक भल पाओ ना? महाराणी कही तीन राणी मध्य राज सुख संपद ठारू तुमको सहस्र गुण भल पाए। कहीं आज ऋषभगृह प्रवेश कर? अरे कह कह प्रिय। हेले महाराज, आपणकर मन अच्छी? मन अच्छी। दिने वन को आम गमन करें देवासुर युद्ध कर देवासुर संग्राम। हाँ, से संग्राम टाइम रे मु तुमको ता हाथर मु तुमको बचाई थी। हाँ रे, ठीक ठीक माने पड़ी से देवासुर संग्रामर कथा। देवासुर संग्राम तमें मोर प्राण बचाई। हाँ महाराज, आई समय जाची थी मुई दुई गोटी बर। हाँ कही एजाए दे ना मुझे। हाँ मुझे कही एबे मोर से बर दरकार नहीं, उचित समय आसिले मुझे बर दुईटा मागी नेबी। महाराज, आज से समय आसी जाइए। समय आसी जाइए। हाँ सामान्य दुई गोटी पर भाई आज तुम आज ऋषभगृह को प्रवेश। कह कही क्यों दुई गोटी बर नेब कह संगे संगे मुक्त कथार करी प्रदान। ना महाराज, सेमती कथारे कहीदेले हेनी, तुमको त्रिबार सत्य करिया पड़ो। आश्चर्य, ए राजा दशरथ को पुणी तीन बार शपथ करने को पड़ो। समस्ते कहती राजा दशरथ होचे सत्यवादी पुरुष। अरे कही तुमको परा मु सदा बेले कहे रघुकुल रीति सदा चली थाए, भजन भजाए प्राण चली जाए। तथापि राजा दशरथ को तीन बार शपथ कर
କରିବାକୁ କହୁଛ ଠିକ ଅଛି ମହାରାଣୀ ଆଜି ଏ ସତ୍ୟବାଦୀ ରାଜା ଦଶରଥ ତିନିବାର କରୁଛି ଶପଥ ତୁମେ ଯେଉଁ ଦୁଇ ଗୋଟି ବର ମାଗିଦେବ ହସି ହସି କରିବି ପ୍ରଦାନ କୁହ କହିଛି କୁହ ସେ ଦୁଇ ଗୋଟି ବର କୁହ ଆଉ ବିଳମ୍ବ କାହିଁକି ଠିକ ଅଛି ମହାରାଜ ଆପଣ କେତେବେଳେ ମୋତେ ବାଧ୍ୟ କରୁଛନ୍ତି ମୁଁ ସେ ଦୁଇଟା ବର ନିଶ୍ଚୟ ମାଗି ନେବି ହଁ କୁହନ୍ତୁ ହଁ ମାଗିବି କିନ୍ତୁ ତୁମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ଧୈର୍ଯ୍ୟ ସାମାନ୍ୟ ଦୁଇ ଗୋଟି ବର ପାଇଁ ମତେ ଧୈର୍ଯ୍ୟ ଧରିବାକୁ ପଡିବ ଆରେ କୁହ ଏତେ ବିଳମ୍ବ କରୁଛୁ କାହିଁକି ସାମାନ୍ୟ ଦୁଇ ଗୋଟି ବର କହିକି କୁହ ଡେରି କର ନା ଶୁଣ ମୋର ପ୍ରଥମ ବର ହେଲା ହଁ କୁହ ମୋ ପୁଅ ଭରତ ଅଯୋଧ୍ୟାରେ ରାଜା ହବ ଶ୍ରେଷ୍ଠ ପୁତ୍ର ଥାଉ ଥାଉ ଭରତ ହେବେ ଅଯୋଧ୍ୟାର ରାଜ ସିଂହାସନରେ ରାଜା ତମର କଣ ମତେ ଫୋନ ହେଇଛି କହିକି ଏ କଣ କହୁଛ କହିକି ଏ କଣ କହୁଛ ଆଉ ଦ୍ୱିତୀୟ ବର ଆଉ ଦ୍ୱିତୀୟ ବର ହେଲା କାଲି ପ୍ରଭାତ ହବା ମାତ୍ରେ ରାମଚନ୍ଦ୍ର ଜଟା ବକଳ ପିନ୍ଧି 14 ବର୍ଷ ବନବାସ କରିଥିବ ତମେ କଣ ଫସାଇ ହେଇଗଲ ଶୁଣ କହିକି ଯେଉଁ ରାମଚନ୍ଦ୍ରକୁ ତମେ ଭରତ ଠାରୁ ବି ଅଧିକ ସ୍ନେହ କରୁଥିଲ ସେହି ରାମକୁ ଆଜି ବନକୁ ପ୍ରେରଣ କରି ପାରିଲ କେମିତି ରଘୁବଂଶର କୀର୍ତ୍ତିରେ କଳଙ୍କ ବଳି ଦେବାକୁ ତୁମ ବର ମରିଲା କେମିତି ତୁମେ ଗୋଟାଏ କଳଙ୍କିନୀ ଶୁଖିଲା ପଦରା ପବନର ଭରସାରେ ଖୋଜେ ବାଟ ତାର हे पिताश्री आज तो मोर सौभाग्य जागृत होइछि एकाथरे मु पितांकर वचन आ मातांकर आदेश उभय पालन करने को आज मु समर्थ हेबी ए तो भाग्यवान पुत्र मानकर भाग्य जुटी थाए पिताश्री ରାକ୍ଷସୀଙ୍କ ମଦର ସମ୍ବୋଧନ ଦେଉଛୁ ଏଇଟା ଗୋଟାଏ କଳଙ୍କିନୀ ଏଇଟା ଗୋଟାଏ ବିଶ୍ୱାସଘାତିନୀ ଏଇଟା ଗୋଟାଏ ରାକ୍ଷସୀ ଆପଣ ମାତାଙ୍କୁ ଏଭଳି ସମ୍ବୋଧନ କରିବା ଉଚିତ ହେଉନାହିଁ କାହିଁକି ନା ମାତା ସିନା ଜାଣିପାରେ ପୁତ୍ରର କାହାଣୀ ମୀନ ସିନା ଜାଣିପାରେ କେତେ ତାଳ ପାଣି
ମାତା ସିନା ଜାଣିପାରେ ପୁତ୍ରର ବିକଳ, ପକ୍ଷୀ ସିନା ଗଣିପାରେ କେତେ ବୃକ୍ଷ ଡାଳ। ମା କେବେ ପୁତ୍ରର ଅମଙ୍ଗଳ କାମନା କରେନି ପିତାଶ୍ରୀ। ମାତା ଯାହା ବି ଚିନ୍ତା କରିଛନ୍ତି ନିଶ୍ଚିତ ଭାବରେ ମୋର ମଙ୍ଗଳ ଚିନ୍ତା କରିଛନ୍ତି। ମାତା ହୁଏତ ଚିନ୍ତା କଲେ ମୋର ପୁତ୍ର ରାମ এই ଅଯୋଧ୍ୟାର ରାଜ ଉଆସ ମଧ୍ୟରେ ଆବଦ୍ଧିତ ରହିବ ନାହିଁ। ସେ ଅରଣ୍ୟକୁ ଗମନ କରିବ, କେତେ କେତେ ମୁନି ଋଷିମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବ। ଅରଣ୍ୟର ଅଭିନବ ଦୃଶ୍ୟକୁ ସେ ନିଜ ଚକ୍ଷୁରେ ଦର୍ଶନ କରିବ। ତାପରେ ସେ 14 ବର୍ଷ ପରେ ଫେରି ଆସି ପୁଣି ଅଯୋଧ୍ୟାର ରାଜ ହେବ। ଏଥିରେ ଅସଙ୍ଗତି କେଉଁଠି ରହିଲା ତାପ? ମୋର ଜୀବନ, ମୋର ପ୍ରାଣ, ଆରେ ତତେ ନା ଦେଖିଲେ ଦାନ ରୁଚି ନା। ହେ ତାପ, আরে তু বরাবো দুইটি আখি, ଆପଣ ମୋର ପିତା ହେବା ପୂର୍ବରୁ ଆପଣଙ୍କର ଆଉ ଗୋଟିଏ କର୍ତ୍ତବ୍ୟ ମଧ୍ୟ ରହିଅଛି। ଆପଣ ହେଉଛନ୍ତି ଏ ସାକେତ ନଗରୀର ରାଜା। ହୃଦ ପଛେ ଜଳେ ବିଦ୍ୟୁତ ଅନଳେ, ଜଳ ଦାନେ ଘନ ବାଧ୍ୟ। ସୁଖ ତେଜି ରାଜା ପାଳିବ ପରଜା, ତେବେ ସେ ପରମାରାଧ୍ୟ। ଯେତେବେଳେ ଗ୍ରୀଷ୍ମ ତାପରେ ସମଗ୍ର ପୃଥିବୀ ମଣ୍ଡଳ ଜର୍ଜରିତ ହେଉଥାଏ, ସେହି ସମୟରେ ଆକାଶ ତାକୁ ସହ୍ୟ କରିପାରେନି ତାତ। ତା ଛାତିରେ ବିଜୁଳି ଘନ ଘନ ଚଳୁଥିଲେ ମଧ୍ୟ ସେ ପୃଥିବୀର ସନ୍ତୁଷ୍ଟି ନିମନ୍ତେ ଜଳଦାନ କରିଥାଏ। ଠିକ୍ ସେହିଭଳି ତାତ ଆପଣ ରାଜା, ଆପଣଙ୍କର ହୃଦକୁ ବାଧା ହେଲେ ମଧ୍ୟ ଆପଣ ପ୍ରଜାମାନଙ୍କର ମଙ୍ଗଳ ଏବଂ ରଘୁବଂଶର ସତ୍ୟ ରକ୍ଷା ନିମିତ୍ତ ମୋତେ ବନକୁ ପ୍ରେରଣ କରିବାକୁ ପଡ଼ିବ ତାତ। কইপারিব পুত্র, চলো বিনা কেমিনে বঞ্চি পারে। সামান্য কথা নহে রে পুত্র, বর্ষ বর্ষ ধরি চালি যাব 14 বরষ। ହେ ପିତାଶ୍ରୀ, 14 ବର୍ଷ 14 ଦିନ ପରେ ବିତିଯିବ। ପୁନଶ୍ଚ ମୁଁ ଅରଣ୍ୟରୁ ପ୍ରତ୍ୟାବର୍ତ୍ତନ କରି ଆପଣଙ୍କର ଶ୍ରୀଚରଣ କମଳ ସେବାର ସୌଭାଗ୍ୟ ଅର୍ଜନ କରିବି। ହେ ତାତ, ଥରେ ଚିନ୍ତା କରନ୍ତୁ, ଯେଉଁ ରଘୁବଂଶର କୀର୍ତ୍ତି ପତାକା ସତ୍ୟ ରକ୍ଷା ନିମିତ୍ତ ଆକାଶର ସର୍ବୋଚ୍ଚ ସ୍ଥାନରେ ଉଡ୍ଡୀୟମାନ, সেই রঘুবংশর আপন বীর যোদ্ধা, বীর রাজা দশরথ। কর কঠিন পুত্র, রঘুবংশ লাগাই যাও পথে সেই রঘুবংশের কীর্তির কলঙ্ক কালিব। ইতিহাস কহু পথে এ অযোসিত দশরথ গোটায় সত্য ভক্তা বলে। পুত্র তথাপি না ছাড়িবি বলে রে পুত্র। হে পিতাশ্ରୀ, ଆପଣ ପୁତ୍ର ମୋହକୁ ତ୍ୟାଗ କରନ୍ତୁ, କାହିଁକି ନା ପୁତ୍ରର ମୋହ ଆଉ କର୍ତ୍ତବ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ। କାହିଁକି ଜାଣନ୍ତୁ ତାତ, ଯଦି ଆପଣ ବହୁତ୍ୟାଗ କରିବେ ତାହେଲେ ପରବର୍ତ୍ତୀ ସମୟରେ ଏ ବିଶ୍ୱ ବ୍ରହ୍ମାଣ୍ଡ କହିବ ରାଜା ଦଶରଥ ସତ୍ୟବାଦୀ। ନଚେତ୍ ଯେତେବେଳେ ଏ ବିଶ୍ୱ ବ୍ରହ୍ମାଣ୍ଡ କହିବ ଯେ ପୁତ୍ର ମୋହରେ ରାଜା ଦଶରଥ ଦେବୀ କୈକେୟୀଙ୍କର 2 ଗୋଟି ବରକୁ କେବେ ଗ୍ରହଣ କଲେ ନାହିଁ, ଆଉ ରାଜା ଦଶରଥ ହେଉଛନ୍ତି ମିଥ୍ୟାବାଦୀ, ସେହି ସମୟରେ ମୁଁ ପୁତ୍ର ହୋଇ ସହିବି କେମନ୍ତେ? କାହିଁକି ନା ପିତା ଧର୍ମ, ପିତା କର୍ମ, ପିତା ହିଁ ପରମଂ ତପ, ପିତରି ପ୍ରୀତିମା ପନ୍ନେ ପ୍ରିୟନ୍ତି ସର୍ବଦେବତା। ମୁଁ ଘୃଣ୍ୟର ପାତ୍ର ହୋଇଯିବି ବିଶ୍ୱ ବ୍ରହ୍ମାଣ୍ଡରେ, ଆଉ ମୁଁ ଆପଣଙ୍କର ନିନ୍ଦା ଶ୍ରବଣ କରିବା ପୂର୍ବରୁ ମୃତ୍ୟୁ ମୋତେ ଶ୍ରେୟସ୍କର ଲାଗିବ। ତେଣୁ ହେ ତାତ, କାଳ ବିଳମ୍ବ ନ କରି ମୋତେ ହସି ହସି ଅରଣ୍ୟ ଗମନର ଆଦେଶ ପ୍ରଦାନ କରନ୍ତୁ। পুত্র না,
ଏ କ'ଣ ଆପଣଙ୍କ ଚରଣ ସେବିକାର ଏ ଦାସୀର ପ୍ରଣାମ ଗ୍ରହଣ କରନ୍ତୁ ସ୍ୱାମୀ। ଏ କ'ଣ ମା ତମେ ମଧ୍ୟ ଏଇ ବନବାସୀ ବିଷୟରେ ଆଜି ଏ ରାଜା ଦଶରଥ କ'ଣ ଦେଖୁଛି ମୁଁ ଆପଣଙ୍କ ଅନୁମତି ନେବା ପାଇଁ ଆସିଛି। କ'ଣ କହୁଛ ମା ତମେ ହେଉଛ ଏ ଅଯୋଧ୍ୟା ନଗରୀର କୁଳ ତମର ପିତା ଯେତେବେଳେ ମହର୍ଷି ଜନକ କହିବେ ଏ ରାଜା ଦଶରଥ କି ଉତ୍ତର ଦେବ ରେ ମା ତମର ପାଦ ପରା ଏ ରାଜା ବାଟିକାରେ ଭାବୁଥିଲା ଆଜି ତମେ ମାନେ ଯେତେବେଳେ ବଡ଼କୁ ବିହାର କରିବ ଏ ରାଜା ଦଶରଥ କେବେ ବି ସହ୍ୟ କରିବନି তার সীমাহীন সাগর মা তুমি পাই দেবতার মন্দির মা তুমি মমতার সীমাহীন সাগর মা তুমি পাই দেবতার মন্দির এ আখি দেখিছি যা তুম সুখ সরদা দুঃখে দুঃখী হই কর সুখ সৌদা তুমি যে মমতাময়ী স্নেহর ঝড় তুমি যে স্নেহময়ী স্নেহর ঝড় মা তুমি মমতার সীমাহীন সাগর তুমি আম পাই দেবতার মন্দির হে মা কি ত্ରୁଟି କରିଅଛି ମୁଇଁ ଯେତେବେଳେ ବାଲ୍ୟ କାଳରେ ମୁଁ ଦୁଷ୍ଟ ହେଉଥିଲି ସେ ସମୟରେ ଅନେକ ଥର ମୁଁ ତୁମ ସମ୍ମୁଖରେ କର୍ଣ୍ଣ ଧରିଛି ହେ ମା ମୁଁ ଆଜି ପୁଣି ତୁମ ସମ୍ମୁଖରେ ମୋ କାକା ଧରୁ କ୍ଷମା କରିଦିଅ ମାତା ମା'ରୁ ଏ ପୁତ୍ରକୁ କେତେବେଳେ ପୁତ୍ର ରାମ ବୋଲି ଡାକିବନି ମା ଥରେ ଆରେ ରାମ ବୋଲି ଡାକିଦିଅ 14 ବର୍ଷ ପର୍ଯ୍ୟନ୍ତ ତୁମର ସେଇ ଡାକ ମୋ ହୃଦୟ ଭିତରେ ଗୁଞ୍ଜରିତ ହେବ ମା ଥରେ ପୁତ୍ର ବୋଲି ଡାକ ମା ଥରେ ପୁତ୍ର ବୋଲି ଡାକିଦିଅ ମା ତଥାପି ମୁଁ ଜାଣେ ତୁମେ ହୃଦୟରେ ମୋତେ ଅନେକ ଭଲ ପାଅ ମୁଁ ତୁମର ସେଇ ହୃଦୟକୁ ପ୍ରଣାମ କରି ଆଜି 14 ବର୍ଷ ନିମନ୍ତେ ଅରଣ୍ୟକୁ ବାହାରି ଯାଉଅଛି ମୁଁ ଜାଣେ ତୁମେ ନିଶ୍ଚିତ ଭାବରେ ପୁତ୍ରର ମଙ୍ଗଳ କାମନା କରିବ କାହିଁକି ନା ଏଇ ଦୁନିଆରେ ପୁତ୍ର କୁପୁତ୍ର ହୋଇପାରେ କିନ୍ତୁ ମାତା କେବେ କୁମାତା ହୋଇପାରିବନି ମୋର ପ୍ରଣାମ ସ୍ୱୀକାର କରନ୍ତୁ ମାତେ